ମା ଘରେ ଅଛନ୍ତି? ମା ଆମେ କଣ ହେଇଛି? ତୁ କଣ ଦୁଆର ମୁହଁକୁ ପଳେଇ ଆଇଲୁଣୁ? ତୁମର କିଛି ମନେ ପଡୁନି ବୋଧେ? ତୁମ ଜାତି ଅଜାତି ସେସବୁ କିଛି ନାହିଁ। ଆସିକି ମୋ ଦୁଆର ମୁହଁ ପିଣ୍ଡାରେ ବସି ପଇଲୁଣୁ। କଣ ହେଇଛି କହିଲୁ? ମା ମୋ ଆମ ଘରେ ଆଜି ଚାଉଳ ନାହିଁ ମା, କିଛି ଚାଉଳ ଦବ? ମୋ ପୁଅ ଆଉ ସୋନୁର ବାପା କିଛି ଖାଇନାହାନ୍ତି, ସକାଳୁ ଯାଇଛନ୍ତି। ମୋ ପୁଅ କଲେଜ ଯାଇଛି ମା, ଆଉ ଚାଉଳ ଦେଲେ ମୁଁ କାଲି ପହରଦିନ ତୁମକୁ ଚାଉଳ ଦେଇଦେବି। ଚାଉଳ ମୋର କଣ ହବ? ତୋ ଚାଉଳ କଣ ମୁଁ ଛୁଇଁବି? ମୋ ଦେଇ ପିଣ୍ଡିରେ ଦେମି ସେ ଚାଉଳକୁ? ତୁ ସେ ଚାଉଳ ଦବୁନି, ମତେ ତ ଦେବା କଥା ପଇସା ଦେଇଦବୁ। ହ୍ୟାଲୋ, କିଏ କହୁଛନ୍ତି? ଡାକ୍ତରଖାନାରୁ? କାହିଁକି, କଣ ହେଇଛି କି? ମୋ ପୁଅର ଆକ୍ସିଡେଣ୍ଟ ହେଇଯାଇଛି। କୋଉ ଦିନ? ଆଜି? କେମିତି ଏଟା ମିଛ କଥା ଆଜ୍ଞା? କୋଉ ଡାକ୍ତରଖାନାରେ? ହଁ ହଁ, ଆପଣ ଚେଷ୍ଟା କରନ୍ତୁ ଆଜ୍ଞା, ଯୋଉଠି ଗୋଟେ ବି ରକ୍ତ ମିଳିଯିବ। ମୋ ପୁଅର ରକ୍ତ ଓ ପଜିଟିଭ। ହଁ ସେ ହଁ ଆଜ୍ଞା, ଦେଖନ୍ତୁ ଦେଖନ୍ତୁ, ମିଳିବ, ନିଶ୍ଚିତ ମିଳିବ। ମିଳୁନି? ମୁଁ କଣ କରିବି ଆଜ୍ଞା? ଆପଣ ଦେଖନ୍ତୁ, କିଛି ଗୋଟେ। ଆଲୋ ନାନୀ, କାହାର ଫୋନ ଆସିଥିଲା କି? କଣ ହେଇଛି? ତମ ପୁଅର ରକ୍ତ ମିଳୁନି? କି ପଜିଟିଭ? ମୋ ଓ ପଜିଟିଭ ତ? କାହିଁ ଏତେ ବ୍ୟସ୍ତ ହଉଛ? ଏ ଝୁମୁରି ପୁଅ, ତାର ବା ଓ ପଜିଟିଭ। ଭଲ ପିଲାଟା, ତାକୁ କହିଲେ ସେ ରକ୍ତ ଦେଇଦବ। ଆନୁ, ସେ କଣ ତୁମ ପୁଅକୁ ରକ୍ତ ଦବ? ମୁଁ ତାକୁ କେତେ କଥା କହିଥିଲି ଏଇ 2 ଦିନ ତଳେ। ମୁଁ କଣ କହିବି ଆଉ କଣ କରିବି? ଜାତି ପ୍ରଥାକୁ ନେଇକି ମୋ ମନରେ ଯୋଉ ନିଶା କପଟ ରାଗ ରୁଷା ଅଛି, ସବୁ ମୁଁ କଣ କରିବି? ମୋର ଭାରି ମନେ ଭାରି ଦୁଃଖ ଲାଗୁଛି। ମୁଁ ଝୁମୁରିକି ଏତେ କଥା କହିଥିଲି, ସିଏ କଣ ମତେ ତା ଦୁଆରେ ଛିଡା କରିଦବ? ମୁଁ କଣ କରିବି? ଯା ଦେଖେ, ଯଦି ଝୁମୁରି ଦବ ତାହେଲେ ମୋ ପୁଅ ଜୀବନ ବଞ୍ଚିଯିବ। ମା ତମେ କଣ ହେଇଛି? ମା ମତେ ମନ ଦୁଃଖ କରିଛ? ମା କଣ ହେଇଛି? ହାତ କମେଇ ଧରିଛ? ମା ମତେ ପୁଣି ଛୁଉଁଛ କଣ? ମା ଆଜି କଣ ହେଇଛି? ଝୁମୁରି, ତୋ ହାତରେ ମୋ ପୁଅ ଜୀବନ। ତୁ ଚାହିଁଲେ ମୋ ପୁଅକୁ ବଞ୍ଚେଇ ପାରିବୁ। ଝୁମୁରି, ତୁ କିଛି ଗୋଟେ କର। ଜାଣିଛୁ ନା, ତୋ ପୁଅ ବ୍ଲଡ ମୋ ପୁଅର ବ୍ଲଡ ସାଙ୍ଗରେ ମିଶୁଛି। ସମସ୍ତେ କହିଲେ ମତେ, ମୁଁ କେତେ ଆଡେ ଖୋଜି ସାରିଲିଣି, ଡାକ୍ତର ବି ମାନେ ମନା କରିଦେଲେଣି, ଆଉ ବ୍ଲଡ ବ୍ୟାଙ୍କରେ ଓ ପଜିଟିଭ ବ୍ଲଡ ନାହିଁ। ତୁ ଯଦି ତୋ ପୁଅକୁ କହିବୁ, ତାହେଲେ ମୋ ପୁଅକୁ ସେ ବ୍ଲଡ ଦେଲେ ମୋ ପୁଅ ବଞ୍ଚିଯିବ। ମା ତମେ ଆଜି କହୁଛ ତୁମର ବ୍ଲଡ ଦରକାର, ଯଦି ସେଇ ବ୍ଲଡ ତୁମ ପୁଅକୁ ଦବ, ତାହେଲେ ତୁମ ପୁଅର କିଛି ଅସୁବିଧା ହବନି, ଜାତି ପଶିଯିବନି, ସେଥିରେ ଜାତି ତୁମର ମାରା ହେଇଯିବନି। ମା ଆଜି କଣ ମୋ ପୁଅ ବ୍ଲଡ ନେବାକୁ ଚାହୁଁଛ? ସାମାନ୍ୟ ଚାଉଳ 2ଟାରେ ତୁମ ଜାତି ପଶି ଯାଉଥିଲା, ତମେ କହିଲେ କଣ ନା ମତେ ପଇସା ଦେଇଦେବୁ। ଆଜି କହିବା କଥା ନୁହଁ ମା, ମୁଁ କଣ କହିବି? ଦୁଃଖ ସମୟରେ ଏଇ କଥାଟା ମତେ କହିବାର ଉଚିତ ନୁହଁ, କିନ୍ତୁ ମୁଁ ଭାବୁଛି କହିବିନି, କିନ୍ତୁ ମୋର ଇଚ୍ଛା ହଉଛି କହିବା ଲାଗି। ଆମେ ଛୋଟ ଜାତି ବୋଲି ତମମାନଙ୍କ ଭଳି କିଛି ଲୋକ ଆମକୁ ଘୃଣା ନଜରରେ ଦେଖୁଛ। କଣ ପାଇଁ ମା? ଆଜି ଯେତେବେଳେ ରକ୍ତ ଦେବାକୁ ହେଲା, ସେତେବେଳେ ଚାଲି ଆସିଲ ମୋ ଦୁଆର ମୁହଁକୁ। ତୁ ଯାହା କହୁଛୁ କହ ମତେ ଝୁମୁରି, ମତେ ଯାହା କହୁଛୁ କହ। ମୁଁ ଜାଣିଛି ଏଇଟା ମୋର କହିବାଟା ସବୁଠୁ ବଡ଼ ଭୁଲ ହେଲା। ଜାଣିଛୁ, ସେ ଜାତି ପ୍ରଥାକୁ ନେଇକି ମୋ ମନରେ ଯୋଉ ଗର୍ବ ଥିଲା, ସବୁ ଚୁନା ଚୁନା ହେଇଗଲାଣି। ମତେ ଆଉ ସେ କଥାକୁ ଲଜ୍ଜିତ କରନା। ତୋ ପୁଅକୁ ଟିକେ କହ, ମୋ ପୁଅକୁ ଯାଇ ଟିକେ ରକ୍ତ ଦେଇଦବ। ମୋ ପୁଅ ଜୀବନ ଆଜି ତୋ ହାତରେ। ତୁ ଯଦି ତୋ ପୁଅକୁ କହିବୁ, ତାହେଲେ ମୋ ପୁଅ ବଞ୍ଚିଯିବ। ରକ୍ତ ଟିକେ ଦେଇଦେଲେ ମୋ ପୁଅ ବଞ୍ଚିଯିବ। ମୋର ସତ କଥା କହୁଛି ଝୁମୁରି, ତୋ ପାଇଁ ଦେଖ ମୁଁ କାନ ଧରୁଛି। ମୁଁ ଆଉ ଏଇ ଜାତି ପ୍ରଥାକୁ ନେଇକି ଆଉ କେବେ ବି ଗର୍ବ କରିବିନି। ଆମେ ଗୋଟେ ଜାତି, ସେ ହେଲା ମଣିଷ ଜାତି। ଝୁମୁରି, ତୋ ଲାଗି ମୋ ପୁଅ ଭଲ ହେଇଗଲା। ମୁଁ ତୋ ପାଖରେ ଚିର ଋଣୀ। ଆଜି ମୋ ପୁଅ ଯଦି ଭଲ ହେଇଥାଏ, କେବଳ ତୋ ପାଇଁ। ଝୁମୁରି, ତୋ ଲାଗି ମୋ ପୁଅ ଭଲ ହେଇଗଲା। ଜାଣିଛୁ, ତୋ ପାଖରେ ମୁଁ ଚିର ଋଣୀ ହେଇକି ରହିଲି। ତୁ ଯାହା କହିବୁ ମୁଁ ତୋର ସେୟା କରିବି। କଣ ଦେବି କହ? ତତେ ଦେବି କଣ କହ? ମୁଁ ତୋ ପାଖରେ ଚିର ଋଣୀ। ଆଜି ମୋ ପୁଅ ଯଦି ଭଲ ହେଇଥାଏ, କେବଳ ତୋ ପାଇଁ। ମୋ ମନରେ ଯୋଉ ଜାତି ପ୍ରଥାକୁ ନେଇକି ଥିଲା, ସେଇଟା ମୋର ସବୁଠୁ ଭୁଲ ଧାରଣା ଥିଲା। ଆମେ ତ ସମସ୍ତେ ମଣିଷ ଜାତି। ଆମର କିଛି ଜାତି ପ୍ରଥା କିଛି ନାହିଁ। ଯଦି ଆମମାନଙ୍କର ଜାତି ପ୍ରଥା ଥାନ୍ତା, ଆମ ରକ୍ତ ଅଲଗା ହେଇଥାନ୍ତା। ଭଗବାନ ଯେତେବେଳେ ଜାତି ପ୍ରଥାକୁ କିଛି ବାରଣ କରିନାହାନ୍ତି, ଆମେ କଣ ବାରଣ କରିବା ଜାତି ପ୍ରଥାକୁ? ଆମେ ସମସ୍ତେ ଗୋଟିଏ ଜାତି, ସେ ହେଲା ମଣିଷ ଜାତି। ଆମର କିଛି ଜାତି ପ୍ରଥା କିଛି ନାହିଁ। ଯଦି ଆମମାନଙ୍କର ଜାତି ପ୍ରଥା ଥାନ୍ତା, ଆମ ରକ୍ତ ଅଲଗା ହେଇଥାନ୍ତା। ଭଗବାନ ଯେତେବେଳେ ଜାତି ପ୍ରଥାକୁ କିଛି ବାରଣ କରିନାହାନ୍ତି, ଆମେ କଣ ବାରଣ କରିବା ଜାତି ପ୍ରଥାକୁ? ଆମେ ସମସ୍ତେ ଗୋଟିଏ ଜାତି, ସେ ହେଲା ମଣିଷ ଜାତି।